श्री परमात्मने नमः। श्रीमद्भागवत महापुराण तृतीय स्कंध षोडश अध्याय। श्रीहरिवाक्ये होई शांत सनक आदि ब्रह्मासुत द्वारपालंकु दयाचित षोडश अध्याय चरित। ब्रह्मा उवाच एमन्ते मुनिଙ୍କ वचन ଶୁଣି ସନ୍ତୋଷ ଭଗବାନ। ମୁନିଙ୍କ ମୁଖ ଚାହିଁ ଭଣି ମଞ୍ଜୁ କୋମଳ ଶୁଭବାଣୀ। ଶ୍ରୀ ଭଗବାନ ଉବାଚ ଜୟ ବିଜୟ ବିନିଭ୍ରାତେ ମଦ୍ୱାରେ ଥାନ୍ତି ଅବିରତେ। ମୋ ପାରିଷଦ ବିନିଜନେ ଦ୍ୱାରେ ଖଟନ୍ତି ମୋ ଭୁବନେ। କଦର୍ଥ କରି ଯେବେ ମତେ କୋପ ବସାଇ ତୁମ୍ଭ ଚିତେ। ଯେ ବ୍ରହ୍ମଦଣ୍ଡ ଏ ପାଇଲେ ଅନ୍ୟଥା ନୁହେଁ କାହା ବୋଲେ। ମୁହିଁ ସମ୍ମତ କଲି ଚିତେ ଦେବ ହେଳନ ଅନୁମତେ। ଯେଣୁ ବ୍ରାହ୍ମଣ ଇଷ୍ଟ ମୋର ତେଣୁ ସୁଦୟା ତୁମ୍ଭେ କର। ତୁମ୍ଭେ ପ୍ରସନ୍ନ ହୁଅ ଚିତେ ଏହାଙ୍କ ଦୋଷ କ୍ଷମ ମତେ। ଅସାଧୁ କର୍ମ ଯେ କରନ୍ତି ସେ ଅପରାଧେ ସ୍ୱାମୀ କୀର୍ତ୍ତି। ନାଶନ୍ତି ଲୋକ ଅପଯଶେ ବ୍ୟାଧି ଯେ ଶନେ ରୂପ ନାଶେ। ଯାହାର ଯଶ ଗୁଣ ସାର ଯେହ୍ନେ ନିର୍ମଳ ସୁଧାଧାର। ଶ୍ରବଣ ଫୁଟେ କରି ପାନ ସଂସାରୁ ତରେ ସର୍ବଜନ। ସେ ବୈକୁଣ୍ଠନାଥ ମୁହିଁ ତୁମ୍ଭର ଭାବ ହୃଦେ ବହି। ତୁମ୍ଭର କୋପ ଅତିରେକେ ମିଳିଲେ ତୁମ୍ଭର ସମୀପେ। ତୁମେ ମୋ ଭାବ ଦୂର କରି ଅତ୍ୟନ୍ତ କୋପ ହୃଦେ ଧରି। ବିହିଲ ଦ୍ୱାର ପାଳେ ଦଣ୍ଡ ବ୍ରାହ୍ମଣ ତେଜ ପରଚଣ୍ଡ। ଯେଉଁ ବ୍ରାହ୍ମଣ ସେବା ଫଳେ ପବିତ୍ର ରେଣୁ ମୋ ପୟରେ। ସଦ୍ୟ ପ୍ରସଙ୍ଗେ ମଳ ହରେ ସକଳ ପ୍ରାଣୀଙ୍କି ନିସ୍ତାରେ। ସେ ପାଦ କମଳା ନିରତେ ପ୍ରେମେ ନ ଛାଡ଼େ କଦାଚିତେ। ଯାର କଟାକ୍ଷ ଲେଶ ପାଇଁ ବ୍ରହ୍ମାଦି ଦେବ ତପ ଧ୍ୟାଇ। ମତେ ବ୍ରାହ୍ମଣେ ବେଦ ମାର୍ଗେ ଯଜ୍ଞ ପୂଜନ୍ତି ହବିର୍ଭାଗେ। ଏଣେ ସନ୍ତୋଷ ମୋର ନାହିଁ ବ୍ରାହ୍ମଣ ଦେହେ ମୁଁ ବସଇ। ଦଧି ଓଦନ ଘୃତ ପ୍ଲୁତେ ମଧୁ ସଂଯୁକ୍ତ ବେଦ ମତେ। ବ୍ରାହ୍ମଣ ମୁଖେ ଯେବେ ଭକ୍ଷେ ମୁହିଁ ଭୁଞ୍ଜଇ ତା ପ୍ରତକ୍ଷେ। ବ୍ରାହ୍ମଣ ପାଦ ରଜ ବଳେ ମୁଁ ଏ ସଂସାର ଜନମେଳେ। ମାୟା ବିଭୂତି ଐଶ୍ୱର୍ଯ୍ୟେ ଭୁଞ୍ଜଇ ସର୍ବଦେହେ ମାଝେ। ମୋ ପାଦ ଜଳ ଅଘ ଦହେ ଚନ୍ଦ୍ରଶେଖର ଶିରେ ବହେ। ପବିତ୍ର ହନ୍ତି ତିନି ଲୋକେ ହେମନ୍ତ ହେଲେ ହେମସ୍ତକେ। କିରୀଟେ ଯାର ରେଣୁ ବହେ ବ୍ରାହ୍ମଣ ଦୋଷ କେ ନ ସହେ। ବିପ୍ର ଶରୀର ମୋର ତନୁ ଏଣୁ ଦୁଃସହ ବିପ୍ରମନ୍ୟୁ। ଯେ ଭେଦ ବୁଦ୍ଧିଟି ବିଚାରି ମତେ ଚିନ୍ତନ୍ତି ଭିନ୍ନ କରି। ସେ ମୋରେ ଅପରାଧ କରେ କେବେ ହେଁ ସଂସାରୁ ନ ତରେ। ଯମର ଗୃଧ୍ର ରୂପୀ ଦୂତ ଚଞ୍ଚୁରେ ନାଶେ ଦୃଷ୍ଟି ପଥ।
ব্রাহ্মণ দেহে দ্রোহ চিন্তি এ ভব সিন্ধু নর্তরন্তি বিপ্রভকতি তেজি নিত্যে ভ্রমন্তি ঘোর মায়া পথে ব্রাহ্মণ ক্রোধ কলে চিতে যে শান্ত করে যথোচিতে সে বেগে ভব নদী তীরে এভাবে মতে বশ করে। কটু ভাষଣ ବ୍ରାହ୍ମଣର ଶୁଣି ସନ୍ତୋଷ ଯେଉଁ ନର ପୁତ୍ରର ପ୍ରାୟ କରେ ସ୍ନେହ ତା ବଶୀଭୂତ ମୋର ଦେହ ବିପ୍ରଭକ୍ତିରେ ମୋ ସନ୍ତୋଷ ମୁହିଁ ନିଶ୍ଚୟ ତାର ବଶ ତୁମ୍ଭର ବ୍ରହ୍ମଶାପ ଫଳେ ତୃତୀୟ ଜନ୍ମର ବିତଳେ ଦୁଷ୍ଟ ଆଚର କର୍ମ କରି ଧର୍ମ ଅଧର୍ମ ନ ବିଚାରି ଏବେ ତୁମ୍ଭର ସନ୍ତୋଷେ ପୁଣି ମିଳିବେ ମୋର ପାଶେ ମୁଁ ପୁଣି ତାଙ୍କ ଉପକାରେ ଶରୀର ବହିବି ସଂସାରେ କରିବି ତାହାଙ୍କୁ ନିସ୍ତାର କହିଲେ ପ୍ରଭୁ ଚକ୍ରଧର ବ୍ରହ୍ମା ଉବାଚ ହେମନ୍ତ କୃଷ୍ଣ ମଞ୍ଜୁବାଣୀ ସନ୍ତୋଷ ବିପ୍ରବରେ ଶୁଣି ବିଷ୍ଣୁର ଭକ୍ତି ହୃଦୟ ହି ବୋଲନ୍ତି ଶିରେ କର ଦେଇ ଋଷୟୌଚୁ ଭୋ ଦେବ ଦେବ ଲକ୍ଷ୍ମୀପତି ଆମ୍ଭେ ନ ଜାଣୁ ତୋର ଗତି ଆମ୍ଭଙ୍କୁ ଅନୁଗ୍ରହ କରି ଯାହା ବଇଲୁ ନରହରି ବ୍ରାହ୍ମଣ୍ୟ ଦେବ ତୋ ମହିମା ତୋ ଗତି ନ ଜାଣନ୍ତି ବ୍ରହ୍ମା ତୁ ପୁଣି ଦେବ ବିପ୍ରଙ୍କର ଆତ୍ମା ସୁହୃଦ ଶକ୍ତିଧର ଧର୍ମ ତୋ ଶରୀରୁ ପ୍ରକାଶେ ଯେ ଧର୍ମ ସୃଷ୍ଟି ପାପନାଶେ ତୁ ନାଥ ନିର୍ବିକାର ଧର୍ମ ତାର ରକ୍ଷଣ ତୋର କର୍ମ ଯାହାର ଅନୁଗ୍ରହେ ଜନ ଧର୍ମ ସଞ୍ଚୟେ ଦିଅନ୍ତି ମନ ତୋ ପାଦ ପଦ୍ମ ସେବା ବଳେ ମୃତ୍ୟୁ ଜିଣନ୍ତି ଅବହେଳେ ତୁ ଅଟୁ ହେମନ୍ତ ପୁରୁଷ ଆମ୍ଭର ଅନୁଗ୍ରହେ ଆସ ଏ ତୋର ଗତି ବିପରୀତ କିଏ ବା ଜାଣିବ କିଞ୍ଚିତ ହେମନ୍ତ ମୁନିଙ୍କ ବଚନ ଶୁଣି ସନ୍ତୋଷ ଭଗବାନ ଅତ୍ୟନ୍ତ ସ୍ନେହ ଭର ହୋଇ କହନ୍ତି ବିପ୍ରଙ୍କୁ ଅନାଇ ଶ୍ରୀ ଭଗବାନ ଉବାଚ ଜୟ ବିଜୟ ବେନି ଭାଇ ତୁମ୍ଭର ଚିତେ କ୍ରୋଧ ଦେଇ ଅସୁର ଯୋନି ଏ ପାଇବେ ଦୁଷ୍ଟ କର୍ମକୁ ଆଚରିବେ ପୁଣି ଆସିବେ ମୋର ପୁରେ ସୁବର୍ଣ୍ଣ ବେତ୍ର ଧରି କରି ବୈକୁଣ୍ଠ ପୁରେ ବାସ
ଯେବେ ତୁମ୍ଭର ମନେ ତୁଷ ବ୍ରହ୍ମା ଉବାଚ ସେ ଚାରି ମୋହର ନନ୍ଦନେ ତକ୍ଷଣେ ଆନନ୍ଦଲୋଚନେ ବିଷ୍ଣୁର ମୁଖ ଦେଖି ତୋଷ ବେଗେ ମିଳିଲେ ବିଷ୍ଣୁ ପାଶ ସ୍ୱଭାବେ ବିଷ୍ଣୁର ଭୁବନ ଜହି ନଥାନ୍ତି ଦୁଷ୍ଟଜନ ହରିଙ୍କି କରି ପ୍ରଦକ୍ଷିଣ ଆଜ୍ଞା ମାଗିଣ ମୁନିଗଣ ବିଷ୍ଣୁର ପାଦେ ସେ ନମିଲେ ଆନନ୍ଦେ ନିଜ ସ୍ଥାନ ଗଲେ ଦ୍ୱାରପାଳଙ୍କ ମୁଖ ଚାହିଁ କହନ୍ତି ପ୍ରଭୁ ଭାବଗ୍ରାହୀ ତୁମ୍ଭେ ଯେ ଧରଣୀ ମଣ୍ଡଳେ ଜନ୍ମଜା ଅସୁରଙ୍କ କୂଳେ ତୁମ୍ଭ କୁଶଳ ମୁଁ କରିବି ତୃତୀୟ ଜନ୍ମେ ଉଦ୍ଧରିବି ବ୍ରାହ୍ମଣ ସାପ ନାଶ ପାଇଁ ଯଦି ବା ସମର୍ଥ ଅଟଇ ହେଲେ ହେ ସମ୍ମତ ମୋହର ଭୟ ନ କର ବେନି ବୀର ଏକଥା କମଳା ସମୀପେ କହି ମୁଁ ଅଛି ପୂର୍ବ କଳ୍ପେ ମୋର ଏକାନ୍ତେ ଲକ୍ଷ୍ମୀ ଜାନ୍ତେ ଯେବେ ନିରୋଧ କଲ ପଥେ ବ୍ରହ୍ମ ହେଳନ ଯେ କରନ୍ତି ମରୁଦେ ଶଲ୍ୟ ସମର୍ପନ୍ତି ତୁମ୍ଭର ତାରଣ ନିମନ୍ତେ ମୁଁ ଦେହ ବହିବି ଜଗତେ ତୁମ୍ଭର ତୁଲେ ମୋର ଯଶ ଶୁଣନ୍ତେ ପାପ ଜୀବନାଶ ମୋ କଥା ଭୁବନ ପାବନି ଏ ଭୂମି ମଧ୍ୟରେ ଦେହ ଘେନି କରିବେ ଶ୍ରବଣ କୀର୍ତ୍ତନ ଶୁଣି ତରିବେ ସର୍ବଜନ ଏମନ୍ତ ଦ୍ୱାରପାଳେ କହି ନିଜ ଭୁବନେ ଭାବଗ୍ରାହୀ ବସିଲେ କମଳାର ମେଳେ ଆବୃତ ବିମାନ ସଂକୁଳେ ସର୍ବ ଐଶ୍ୱର୍ଯ୍ୟ ତୁଲେ ହରି ନିଜ ଭୁବନେ ବିଜେ କରି ସେ ଦ୍ୱାରପାଳ ବେନି ଭାଇ ଭାଳନ୍ତି ଦଶ ଦିଗ ଚାହିଁ ତକ୍ଷଣେ ଅଧରେ ଶୁଖିଲା ଆତ୍ମାରୁ ବିଷ୍ଣୁ ତେଜ ଗଲା ଦୁସ୍ତର ବ୍ରହ୍ମ ସାଫୁ କରି ବେଗେ ହୋଇଲେ ହତ ଶିରି ତକ୍ଷଣେ ହତ ଗର୍ବ ହୋଇ ଅଧବୋଧନେ ବେନି ଭାଇ ବିଷ୍ଣୁର ଭୁବନୁ ପଡ଼ନ୍ତେ ହାହାସବଦ ଶୂନ୍ୟ ପଥେ ସେ ବେନି ବୀର ଏହି ଭାବେ ତକ୍ଷଣେ ପଶି ଦିତି ଗର୍ଭେ କଶ୍ୟପ ବୀର୍ଯ୍ୟ ଆଶ୍ରେ କରି ଏଣୁ ଭୁବନ ଲୋକେ ଡରି ଯେବେନି ଅସୁରଙ୍କ ତେଜ ତୁମ୍ଭଙ୍କୁ କରିଛି ନିସ୍ତେଜ ଯେବେନି ଭାଇଙ୍କର ଦର୍ପେ ତିନି ଭୁବନ ଦିଶ କମ୍ପେ ଏଥୁକୁ ନାହିଁ ପ୍ରତିକାର ତ୍ରାହି କରିବେ ଚକ୍ରଧର ଯେ ବିଶ୍ୱ ସୃଷ୍ଟିର କାରଣ ଅନାଦି ପ୍ରଭୁ ନାରାୟଣ ତା ମାୟା ନ ଜାଣନ୍ତି କେହି ସଂସାର ମଧ୍ୟ ଦେହ ବହି ଆମ୍ଭେ ସକଳ ଦେବଗଣେ ଆଶ୍ରୟ କରୁ ଭୃତ୍ୟପଣେ ଏ ଘୋର ଭୟ ହିଁ ଆମ୍ଭର ଖଣ୍ଡିବେ ପ୍ରଭୁ ଚକ୍ରଧର ଏମନ୍ତେ ଦେବଗଣ ମଧ୍ୟେ ବିଧାତା କହିଲେ ଆନନ୍ଦେ ସେ ହରି ଚରଣ କମଳେ ସୁଜନେ ଚିନ୍ତ ହେ ନିଶ୍ଚଳେ ସେ ହରି ବ୍ରାହ୍ମଣ ବତ୍ସଳ କରୁଣା ସିନ୍ଧୁ ଆଦି ମୂଳ ତାହାଙ୍କ ଚରଣ ପଙ୍କଜେ ବ୍ରାହ୍ମଣ ଜଗନ୍ନାଥ ଭଜେ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ परमहंस्यां संहितायां तृतीय स्कन्धे जय विजय शापवर्णनं नाम षोडशोऽध्यायः। ॐ नमः भगवते वासुदेवाय। हरिः ॐ तत्सत्।